सॉलिड रोगन जोश पूरा लाल चच रेडी माल मो जन्मदिन मटन करछन्ती ओ को बढ़िया 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 तो मैजेस्टिक पूरा चांगा देखा पूरा रेडी आ चिकन मैजेस्टिक नंबर 1 आज्ञा है जगन्नाथ सांग मैंने आमर पूर्व वीडियो मटन बिरियानी होता आप बहुत सारा भल पाइबा देते घीअर मटन भी बहुत सारा भल पाइबा देते पुणी थर से छात पर पुणी अनुष्ठित हो जाए आम पितल हंडारे मटन आज हो चिकेन मैजेस्टिक हम भात सालाड आ पिला माने समस्त कार्य लगी आमर पियाज पियाज कटा चलती तरबुज कटा चलती तो फीस्ट कथा कहीदेली आज हूँ बोली कि कौन पाई हूँ आपण मन कही नली आज मो बड़ भाई जन्मदिन हैप्पी बर्थडे टू यू हैप्पी बर्थडे टू यू आगे बाहर पकड़ भाई माने मो सान भाई बड़ भाई माने मो भेणर आज जन्मदिन आज पोड़ ता सहित केक भी कटा मीठा आज आम गोटे पालन हो भेणे भाई भी आम आनी पहाड़ जो रसगोला मो भेणे भाई देखा चूड़िया कहीं मो भेण मुझे मो भेणे मुन्नू भाई अनानी खट पकई देवी प्रभु हे हरि राम कृष्ण जगन्नाथ प्रेमानंद ये क्या हुआ आसी जाइछंती स्नोमैन आसी जाइछंती एठी अछंती हला तांकर सब प्रकार होउची ये सुकुडा आयो रे मां आदि मानव हां आज आज मो भेण भेण जन्मदिन मो भेण बाकी एबे चिकन दिनरु मैरिनेशन हे जाइतला देखंतु आदरे गोलमरच गुंड आ अदा रसुण आ बाकी अंडा पड़ी किना मैरिनेशन हे थिला बाकी आदरे कॉर्नफ्लोर किछि ऐड हबो मैदा किछि ऐड हबो चिकन देखंतु को बळे पीस हेछि मैजेस्टिक पई आपण माने चाहिले इजी रे एटा भी घरे प्रस्तुत कर परिबे देखंतु एबे बनैबा केमति कोन तादरे कोन कोन पड़ो चलन देखिया एटा पड़ला कॉर्नफ्लोर मैदा पइला पूरा सहित चिकन मखानी जेहेतु क्रिप्सी हम से कि प्लाटर टिके पानिया करा जाइछि एबे तेल रे पकेइबा ते जिंसटा को गोटा 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 पका सुनील गोर थाली रे नै पका पूरा हीट ही गछ से मेरा आनु छे रसुण किसी पकईदबा तापर किसी चॉप कंचा लंका गोटे जीरा सुखिला लंका किसी किसी भूषण पत्र तापर किसी धनिया गुंडा आड़ हम अल्प मात्रा किसी जीरा गुंड लुण टा किसी हल्दी किसी लुण स्वाद अनुजाई दहीटा आने दहीटा दहिया पका पका तापर आमर पूर्व छणा चिकेन को आदर फ्राई ऐड कर दबा पका
ଅଦା ରଖି ନାଇଁ ପ୍ରାୟ ହବା ରେଡି ଚିକେନ ମାଜେଷ୍ଟିକ ନମ୍ବର 1 ଆଜ୍ଞା ହେଇଛି। ସୋରିଷ ତେଲ ପଇଲା ଅଧ କିଲୋ 500 ତେଲ ଟିକେ ଗରମ ହବାକୁ ଦବା ତେଲ ଗରମ ହେଇସାରିଲା ପରେ ମସଲା ସବୁ ପଡିବ ଏବେ ଆମେ ପିଆଜ ପକେଇବା ତେଲ ଗରମ ହେଇଗଲାଣି ପିଆଜ ଟାକୁ ଟିକେ ଭାଜିବା ହାଲକା ବ୍ରାଉନ କଲର ହବା ଯାଏ ଏବେ ଅଦା ରସୁଣ ପେଷ୍ଟ ହେଇଯାଇଛି ତା ଦେହରେ ପକେଇବା ଧନିଆ ଗୁଣ୍ଡ ଜିରା ଗୁଣ୍ଡ ଏବେ ଦବା ଯେହେତୁ ଆମର 7 କେଜି ମଟନ ହେଇଛି 50 ଗ୍ରାମ ଧନିଆ ଗୁଣ୍ଡ 50 ଗ୍ରାମ ଜିରା ଗୁଣ୍ଡ ଲଙ୍କା ଗୁଣ୍ଡ 50 ଗ୍ରାମ ରୁ ଅଳ୍ପ ଟିକେ କମେଇକି ଦବା ହଳଦୀ ଗୁଣ୍ଡ ବି ସମାନ ପରିମାଣରେ ଦବା ଲଙ୍କା ଗୁଣ୍ଡ ଯେତିକି ଆଉ ଲୁଣ ଟା ଆମର ସ୍ୱାଦ ଅନୁସାରେ ଯେତିକି ଦରକାର ମଟନ କୁ ନେଇକି ପକେଇବା ଆଉ ଆମର ମସଲାର ସବୁ ରେଡି ହେଇଗଲା ଏବେ ଆମେ ଯିବା ପିଆଜରେ ଦବା ପିଆଜ ଆମର ଦେଖନ୍ତୁ ପୁରା ଗୋଲ୍ଡେନ ବ୍ରାଉନ ହେଇଯାଇଛି ଏବେ ମସଲା ସବୁ ପକେଇବା ଆପଣ ମାନେ ଆଇଟମ ତ ମଟନ ତ ବହୁତ ଡିଶ ରେ ଖାଇଦେବେ କିନ୍ତୁ ପିତ୍ତଳ ହାଣ୍ଡି ଆମ ପୂର୍ବଜକୁ ଦର୍ଶଉଛି ଏଇଟା ପିତ୍ତଳ ହାଣ୍ଡିର ମହାତ୍ମ୍ୟ କଣ ଏଇଟା ଆମ ପୂର୍ବପୁରୁଷ ମାନଙ୍କ ପିଢିରୁ ଆସିଅଛି ପିତ୍ତଳ ହାଣ୍ଡି ତେଣୁକରି ଆଜି ଆମେ ଫାର୍ଷ୍ଟ ଟାଇମ ପାଇଁ କରୁଛୁ ପିତ୍ତଳ ହାଣ୍ଡିରେ ତାର ଟେଷ୍ଟ କେମିତି କଣ ନିଆରା ବାହାରୁଛି ଚାଲନ୍ତୁ ହେଇସାରିଲା ପରେ ଦେଖିବା ପିତ୍ତଳ ହାଣ୍ଡି କି ପିତ୍ତଳ ଖଡିକା ପୁରୁଣା ପୂର୍ବ ପୁରୁଷଙ୍କ ପୁରା କାମ ହଉଛି ଏଠି ଦେଖନ୍ତୁ ଏବେ ମସଲା ପୁରା ରେଡି ହେଇଯାଇଛି ପୁରା ରୋଗାନ ଉପରକୁ ଉଠିଛି ଏବେ ଆମେ ମଟନ କୁ ଆଡ କରିବା ମସଲା ପୁରା ରେଡି ଆମ ପୁରା ନମ୍ବର 1 ଖାସି ମାଂସ ଦେଖୁଛନ୍ତି କେମିତି କେମିତି ହେଇଛି ମଟନ ଟା ଖାଲି ଲୋଗାନ ଜୁସ୍ ଟା ଖାଲି ଉପରୁ ଦେଖନ୍ତୁ ପୁରା ଫୁଟିକି ବାହାରିଛି ପୁରା ପିତ୍ତଳ ହଣ୍ଡାରେ ଯୋଉ ମଟନ ଟା ହେଉଛି ଆପଣ ଦେଖନ୍ତୁ ଖାଲି ଏବେ କିଛି ପିଆଜ ଆଡ ହେଲା କଞ୍ଚା ପିଆଜ ଯାହାକି କଷା ହବା ଟାଇମ ରେ ଦିଆହବ ଟିକେ ଗ୍ରେଭି ଟା ଗୋଟେ ମୋଟା କରିବା ପାଇଁ ଟିକେ ପଡିବ ବର୍ତ୍ତମାନ ଦେଖନ୍ତୁ ଆଳୁ ସାଇଜ ରେ କଟା ହେଇଛି ବଢିଆ ସାଇଜ ରେ ଆଳୁଟା କଟା ହେଇଛି ବର୍ତ୍ତମାନ ଆଳୁ ପଇଲା ଆମେ ଟିକେ ବର୍ତ୍ତମାନ ତାକୁ ଟିକେ ଘାଣ୍ଟି ଦବା ସାଲାଡ ପ୍ରସ୍ତୁତ ହଉଛି ଧନିଆ ପତ୍ର କଞ୍ଚା ଲଙ୍କା ପୁଦିନା ବଟା ଜଲଜିରା ପିଆଜ ଦହି ଲୁଣ ସବୁ ପଡିକି ଗୋଟା ଅଲଗା ପ୍ରକାର ହଉଛି ସାଲାଡ ବୁନ୍ଦି ପଡିବ ଲାଷ୍ଟକୁ ବୁନ୍ଦି ଆଡ ହେଇଗଲା ତାକୁ ମିକ୍ସ କରିଦବା ଗ୍ୟାସ ବନ୍ଦ କରିଥିଲୁ ଗରମ ମସଲା ପଡିଲା
ଏବେ ଆମର ମଟନ ହେଇକି ରେଡି ହେଇଯାଇଛି। ଆପଣ ମାନେ ଦେଖନ୍ତୁ କଣ କେମିତି ଷ୍ଟ୍ରକ୍ଚର ହେଇଛି, ରୋଗାନ କଣ କେମିତି ହେଇଛି ଦେଖନ୍ତୁ। ଓହୋ ସଲିଡ ରୋଗନ ପୁରା ଲାଲ ଚଚ ରେଡି ମାଲ ଅଲଗା ପ୍ରକାର ହେଇଛି। ମହୁ ମହୁ ଆଗେ ଆଗେ ଝିଅ ପାଇଁ ପଠା। ଓହ ମାନେ ମୋ ଜନ୍ମଦିନରେ ମଟନ କରୁଛନ୍ତି। ଓ କୋ ବଢିଆ ବଢିଆ ହେଇଗଲାଣି ବର୍ତ୍ତମାନ ଆମେ ଭାଇ ମାନେ ସବୁ ବସିକି ଖାଇବୁ। କେମିତି କଣ ହେଇଛି ଆଜି ଭାଇ? ଜିନିଷ ପୁରା ଚାଙ୍ଗା, ମଟନ ବି ଚାଙ୍ଗା। ସେ କଲର ଦେଖିଲା ବେଳେ ମୋ ଛାତି ଭିତରେ ଗୋଟେ ହଟ୍ ଗୋଟେ ହେଇଯାଉଛି। ଚାଙ୍ଗା ଜିନିଷ ମଟନ ପୁରା ଚାଙ୍ଗା। ମୋ ସାହି ପଡିଶା ବି କହୁଛନ୍ତି ଚାଙ୍ଗା। ଇଏ ଜିନିଷ ପିତ୍ତଳ ହାଣ୍ଡିରେ ଆମର ହେଇଛି, ଭୟଙ୍କର ଜିନିଷ। ମଟନ ଭାତ ମଟନ ଭାଇ ପ୍ରତ୍ୟେକ ଥର ତ ଖାଏ, ଏଥର ପୁରା ନୂଆ ଟିକେ ୟୁନିକ୍ ଷ୍ଟାଇଲରେ ମାଟି ହାଣ୍ଡି ଯୋଉ ସବୁ ହୁଏ ସେଇ ଟାଇପର, ଆମର କିନ୍ତୁ ପିତ୍ତଳ ହାଣ୍ଡିରେ ହେଇଛି। ଆଉ ତା ଟେଷ୍ଟ କିଛି ୟୁନିକ୍। ଆଉ ଆପଣ ମାନେ ଘରେ କରିକି ବି ଖାଆନ୍ତୁ, ତା ୟୁନିକ୍ ଟେଷ୍ଟ ଟା କେମିତି କହିବେ ଆପଣ? ରଞ୍ଜନ କଣ ପିକନିକ ଯାଇଥିଲୁ ମଟନ ବିଟି ଖାଇଲୁ, ସେଠି ଭଲ ହେଇଥିଲା, ଏଠି ତାଠୁ ଆହୁରି ଭଲ ଲାଗୁଛି। ऊपर से ऊपर तम रिव्यू टा ଟିକେ ଦିଅ, କଣ ହେଇଛି ମଟନ ଟା କେମିତି ନାହିଁ କଣ? ଆମର ବଡ ଭାଇ ମୁନୁ ଭାଇ ତାଙ୍କ ଜନ୍ମଦିନ ଥିଲା। ତାଙ୍କ ଜନ୍ମଦିନରେ ଆଜି ହେଇଛି ପିତ୍ତଳ ଅଣ୍ଡାର ମଟନ, ପୁରା ମହୁ ମାଲ ହେଇଛି ମହୁ। ପିସ୍ ଟିକେ ଭାଇ ମାନଙ୍କୁ ଦେଖେଇବ। ଦେଖ ପିସ୍ କେମିତିଆ କଣ ହେଇଛି, ପୁରା ରେଡି ପିସ୍। ହଁ ଏପଟେ ଆଳୁ ଦେଖା, ଆଳୁ ବଢିଆ ଚାଙ୍ଗା ହେଇଛି। ମମତା ଆଳୁ ଆଇଛି, ମମତା ଆଳୁ କଲିକତାରେ ଦେଇଛି। ବାସୁଦେବ ଏମଏଲ କଣ କହିବେ? ଆମର ସାନ ଭାଇ ମାନେ ମୋର ଯୋଉ ଜନ୍ମଦିନ ପାଇଁ ଯୋଉ ଯୋଗାଡ଼ କରିଛନ୍ତି ପିତ୍ତଳ ହାଣ୍ଡି ମଟନ, ତା ଭିତରେ ଯୋଉ ସବୁ କାମ ହେଇଛି ଗୋଟେ ଅଲଗା ପ୍ରକାର। ସେମିତି କୋଉଠି ବି ହୋଟେଲରେ ବି ଏ ଜିନିଷ ମିଳିବ ନାହିଁ। ସେମାନେ ଗୋଟେ ମନ ଧ୍ୟାନ ଦେଇ ଆମ ପାଇଁ କରିଥିବାରୁ ମୁଁ ତାଙ୍କ ମାନଙ୍କୁ ଧନ୍ୟବାଦ। କେମିତି କଣ ଲାଗିଲା ପିତ୍ତଳ ହାଣ୍ଡିର ମଟନ ଟା? ବଢିଆ ମାରି ଚାଲ। ମଟନ ଟା କେମିତି ହେଇଛି? ମୁଁ ମଟନ କେମିତି ହେଇଛି ମୁଁ କହିବିନି, ମୋ ପତ୍ର ଦେଖିଲେ ଆପଣ ମାନେ ଜାଣିବେ କେମିତି ହେଇଛି। ଆଉ କିଛି ନାହିଁ ତା ଦେହରେ, ପୁରା ଗୁଡୁର ମଟନ। ଆଚ୍ଛା ପିଓର ଖାସି, ପିଓର ଖାସି, ବୁଝିପାରିଲେ? ठीक है ପିଓର ଖାସି समझ गया। ଆମ ମମତା ଦିଦିର ଆଳୁ, ମମତା ଦିଦିର ଆଳୁ, ଠିକ ଅଛି। ଆଳୁ ସାଙ୍ଗରେ ଝୋଳ ସାଙ୍ଗରେ ମଟନ ନଚକୁଟି ଖାଇବ, ସିଏ କଣ ଟେଷ୍ଟ ପାଇବ। ଯାହା ହଉ ଓଡିଆ ସଂସ୍କାର ଟାକୁ ରଖିଛନ୍ତି ଆପଣ। आलू दीदी कितने तेजस्वी लोग हैं हमारे पास, कितने शानदार विचार रखते हैं। भाई मैंने स्ट्रॉन्ग वोटिंग ग्रुप रु मो पुराना मेंबर बहुत दिन पर आई मुनु भाई जन्मदिन उपलक्षे से आसते भोजी खाया मो ना डाकते किरण पोलांड स्टार्टिंग रू बहुत लास्ट रू उठिली। आज भारी खुशी लगिला भाई जन्मदिन रे खाया बढ़िया होता। बहुत दिन पर ग्रुप रू आसू बहुत खुशी पूरा। देखो भाई मैंने सबुआड़े मटन खाऊे कौटे माटी हांडी कौटे जो आमर स्टील हांडी सबुआड़े मटन खाऊे किंतु केबे कौटे केबे पित्तल हांडी मटन खाई नथे। आज आमर जो आयोजनटा था केवल पित्तल हांडी मटन आउ एमती टेस्ट होती कहया कथा नहीं। आपण मैंने तो बुली खाईदे मटन सबुआड़े किंतु पित्तल हंडा मटन कौटे केबे खाई नथे। तेणुक आपण मैंने भी पित्तल हांडी रांधि खातु आउ ता टेस्टटा भी टिके नियंतु। पूर्वतन कल्चर टाକୁ ଟିକେ आपणाନ୍ତୁ बढ़िया किपरि अनुभव थिला खाइबार माने पित्तल हांडी एकदम टेस्ट मटन होईची। जय जगन्नाथ भाई माने आपण मानकू जदि पित्तल हंडा मटन वीडियो टे भल लागिची बहुत सारा कमेंट करंतु, लाइक करंतु, शेयर करंतु और सब्सक्राइब करंतु। आशा करछु निश्चय वीडियो टे आपण मानकू बहुत भल लागिथिबो। जदि आपण मानकू भल लागिथो ताले घंटी टाକୁ ଟିକେ बजाई देबे।